ଆଜି ରାତି 4ଟାରୁ ଉଠିବି ମୁଁ ବୋଇତ ଭସେଇ ପାରିଲିନି କାହିଁକି ଚାଲନ୍ତୁ ଦେଖିବା। ତ ରାତି 4ଟାରୁ ଉଠି ତୟାର ହେଇକି 5ଟାରେ ବୋଇତ ବନ୍ଦାଣ ଉତ୍ସବ ହବ ବୋଲି ଆମେ ଯାଇ ପହଞ୍ଚିଗଲୁ ଜଗନ୍ନାଥଙ୍କ ମନ୍ଦିରରେ। ଯାଇ ଦେଖିଲୁ ପ୍ରଥମେ ନେତ ବନ୍ଧା ହଉଥିବାର ଗୋଟେ ଅପୂର୍ବ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଲା, ଯୋଉଟାକି ମୁଁ ମୋ ଜୀବନରେ କେବେ ଦେଖିନଥିଲି। 20 ବର୍ଷ ପରେ ବୋଧେ ଆଜି ମୁଁ ବୋଇତ ଟିକେ ଭସେଇ ପାରିବି ଏଇ ଆଶାରେ ମୁଁ ଆସିଥିଲି। ତାପରେ ଯାଇକି ସମସ୍ତେ ଆମେ ଦୀପ ଜାଳିଦେଲୁ, ଜଣ ଜଣ କରି ସବୁ ଦୀପ ଜାଳିଲୁ, ଠାକୁରଙ୍କୁ ଦର୍ଶନ କଲୁ, ଠାକୁରଙ୍କ ପାଖରେ ଭୋଗ କରିଲୁ, ଏମିତି ସବୁ କିଛି କରିସାରିଲୁ। ପରେ ଯେତେବେଳେ ବୋଇତ ଭସେଇବାର ଟାଇମ ଆସିଲା ସେତେବେଳକୁ ଶୁଣିବାକୁ ମିଳିଲା କି ଦିନ 10ଟାରେ ଯାଇ ବୋଇତ ଭସାଣ ହବ। ଆମ ଓଡିଶାରେ ତ ଏମିତି ହୁଏନି, କିନ୍ତୁ ହଁ ସକାଳୁ ସକାଳୁ ମନ୍ଦିରକୁ ଆସି ନେତ ବନ୍ଧା ହବା ଦେଖିନେଲୁ। ତା ସାଙ୍ଗରେ ଠାକୁରଙ୍କର ଝଡା ଫୁଲ ଯୋଉଟା କି ଠାକୁରଙ୍କ ପାଖରୁ ସାଙ୍ଗେ ସାଙ୍ଗେ ବାହାରିଥିଲା ତାକୁ ବି ପାଇବାର ସୁଯୋଗ ପାଇଗଲୁ। ଏମିତି କିଛି ବହୁ ଜିନିଷ ଆମକୁ ଫାଇଦା ହେଇଗଲା, କିନ୍ତୁ ବୋଇତ ଭସେଇ ପାରିଲିନି। ବହୁତ ମନ ଦୁଃଖ ଥିଲା। ଠାକୁରଙ୍କ ବେଢା ପରିକ୍ରମା କରିଲୁ। ମୁରୁଜ ପକା ଚାଲିଛି, ଏଟାକୁ ଆପଣଙ୍କ ପଟେ ମୁରୁଜ ହିଁ କହୁଥିବେ ନା? ଏପଟେ ତ ରଙ୍ଗୋଲି କହୁଛନ୍ତି, କିନ୍ତୁ ଆମ ପଟେ ଏଟାକୁ ମୁରୁଜ କହନ୍ତି। ବାକି ଏଠି ଡଙ୍ଗା ଭସେଇବାର ସମସ୍ତ ପ୍ରକାର ବ୍ୟବସ୍ଥା ଅଛି, କିନ୍ତୁ ଡିଏମ ସାହେବ ଆସିଲେ ଦିନ 10ଟା ପରେ ଯାଇ ଯିଏ ଡଙ୍ଗା ଭସେଇବା କଥା ଭସେଇବ। ଡିଏମ ସାହେବ ପ୍ରଥମେ ଡଙ୍ଗା ଭସେଇବେ। ସବୁଠି ତ ସେଇ ଭିଆଇପି କଲଚର। ବହୁତ ମନ ଦୁଃଖରେ ଶେଷରେ ଘରକୁ ଫେରିଲୁ।